वाह प्रभु तमे तो यही कक्ष को बहुत सुंदर भाव सजाइछ। जदि ऊपर प्रभु श्रीराम भी देखुथिबे तेबे से भी धरित्री को आसीबा पई आतुर हो जाउथिबे। धन्यवाद काका। किंतु प्रभु तमे तो ए झुलना रे डोर लगैन, तेबे प्रभु को झुलेइबा किपरि? पूछो चमत्कारी, देखाओ शक्ति तुम्हारी। वाह प्रभु धन्य तमे प्रभु धन्य तमे। देवी माने कौन एठार देखुछ? एबारी झुलना झुलाई बाबू को गीत गाई सुई देवी। अति उत्तम प्रभु अति उत्तम। पुत्र मारुति प्रणाम महाराज। प्रणाम। प्रणाम महाराज। राजमाता मानव को भी मोर प्रणाम। पुत्र मारुति ए कक्षर इति साजसजा किए आसीबार अछि? बाबू आसीबार अछि महाराज। तमे जेबेठु एठिके आसीछ केउ प्रभुଙ୍କ कथा कहूछ? पुत्र मारुति किए होचंती तमरा प्रभु? मोरा बाबू किए किपरि तांकर वर्णना शब्दरे करबा कठिन, तथापि भी मैं प्रयास कलुछि। जय श्री राम जय श्री राम। साधु साधु केते कौन प्रिय थिला? तमरे ई भजन सुनी मोर जिज्ञासा आहुरी बढ़ी जाउची पुत्र। अच्छा कोठी अछंती तमर प्रभु? ए प्रश्न मते आपनको पछाड़बा उचित महाराज। अर्थात महाराज आपनकर जो संतान बाकू जाउची सेही मोर प्रभु। तांकरी बाई त मु अयोध्या आसीची। मोर कोनोसी संतान हेबो नाही मारुति। मु पिता हेई परिबि नाही। जदि तमे बालक हेई न थांत ए उपहास पाई मु तुमको अवश्य दंडित करि थांती। जंतु महाराजा पुत्र मारुति होचंती हमर अतिथि। आशा करुछि मोर अतिथि सत्कार रे कोनोसी उणा रहि नथिबो। मु अनुमान करुछि तमर अयोध्या आसीबार उद्देश्य तमर समाप्त होई सारिछि। जदि यह सत्य तेबे मते कहिदबो जे तमको विदाय देई मु बानप्रस्थ पई प्रस्थान करिबि। मो कथारे महाराज एते उत्तेजित काहेकि हे गले? यार उत्तर केवल गुरुदेव वशिष्ठ ही दे पालिबे। ऋषिवर महाराज दशरथଙ୍କ ମନରେ ଏଭଳି କୋଉ ସନ୍ତାପ ଅଛି? ତାଙ୍କର ସନ୍ତାନ ଶବ୍ଦ ପ୍ରତି ବିଦ୍वेष ଅଛି। से दुर्भाग्यपूर्ण घटना को वर्णित करबाठू बेसी भल हबो जे मु तुमको तार अनुभव करिदेबी। जेमिति तुमको ज्ञात हेई परिबो जे महाराज दशरथ वास्तव रे को गभीर संताप रे अछंती। आस
ଏଇ ହେଉଛି ସେଇ ସ୍ଥାନ ମାରୁତି ଯୋଉଠି ସେ ଦୁର୍ଘଟଣା ଘଟିଥିଲା। ଯାହା ମୋ ବାବୁ ଶ୍ରୀରାମଙ୍କ ଜନ୍ମରେ ବାଧକ ହେଉଛି। ମୋ ଭଳି ନିରପରାଧ ଉପରେ କିଏ ତୀର ଚଳେଇଲା? ମୁଁ ଇଏ କି ଭୁଲ କଲି? ମତେ କ୍ଷମା କରିଦିଅ ଶ୍ରାବଣ। ଏ ତୀର ମୁଁ ତମ ଉପରେ ଜାଣି ଶୁଣି ଚଳେଇ ନାହିଁ। ଜାଣି ଶୁଣି ହଉ ଅଥବା ଅଜାଣତରେ, କିନ୍ତୁ ଆପଣଙ୍କ ଦ୍ୱାରା ବହୁତ ବଡ଼ ଅନର୍ଥ ହେଇଯାଇଛି। ମତେ ମୋ ମୃତ୍ୟୁ ପାଇଁ ଦୁଃଖ ନାହିଁ, କିନ୍ତୁ ଏବେ ମୋ ମାତା ପିତାଙ୍କର ସେବା କିଏ କରିବ? କିଏ ଆସିଛ? ଶ୍ରବଣ, ତମେ ଆସିଗଲ? ନାଇଁ, ଇଏ ଆମର ପୁତ୍ର ନୁହେଁ ସ୍ୱାମୀ। ହେ ଆଗନ୍ତୁକ, କିଏ ଆପଣ? ଆଉ ଆଉ ଆମ ପୁତ୍ର କୋଉଠି? ଦେବୀ, ମୁଁ ଅଯୋଧ୍ୟାପତି ରାଜା ଦଶରଥ। ଅଜାଣତରେ ମୋ ହାତରେ ଆପଣଙ୍କ ପୁତ୍ରର ହତ୍ୟା ହେଇଯାଇଛି। ଆପଣଙ୍କ କର୍ମ ଆମ ଜୀବନର ଆଶା ଛଡ଼େଇ ନେଲା ରାଜନ। ମୁଁ ଆପଣଙ୍କ ପୀଡ଼ା ବୁଝିପାରୁଛି ଋଷିବର। ନାଇଁ, ଆପଣ ବୁଝିପାରି ନାହାନ୍ତି, ପରନ୍ତୁ ଏବେ ଆପଣଙ୍କୁ ବୁଝିବାକୁ ହବ। ମୁଁ ଏଇ କ୍ଷଣି ଏହି ଅଭିଶାପ ଦଉଛି ଯେ ଯେମିତି ଆମକୁ ପୁତ୍ର ବିୟୋଗରେ ନିଜର ପ୍ରାଣ ତ୍ୟାଗ କରିବାକୁ ହବ, ଠିକ୍ ସେଇଭଳି ଭାବେ ଆପଣଙ୍କ ମୃତ୍ୟୁର କାରଣ ବି ପୁତ୍ର ବିୟୋଗ ହିଁ ହବ। ଏବେ ତ ତମେ ବୁଝି ଯାଇଥିବ ମାରୁତି, ଯେ ପର୍ଯ୍ୟନ୍ତ ମହାରାଜ ଦଶରଥଙ୍କ ହୃଦୟରୁ ଏହି ଅପରାଧ ବୋଧ ସମାପ୍ତ ନ ହେବ, ମହାରାଜ ଦଶରଥଙ୍କ ହୃଦୟରେ ସନ୍ତାନ ପ୍ରାପ୍ତିର ଇଚ୍ଛା ଜାଗ୍ରତ ହେଇପାରିବନି। ଅର୍ଥାତ୍ ସେ ନିଜର ବ୍ୟକ୍ତିଗତ ଦୁଃଖରେ ରାଜାଙ୍କର କର୍ତ୍ତବ୍ୟ ଭୁଲି ଯାଇଛନ୍ତି। ହଁ ମାରୁତି, ଆଉ ଏହା ହିଁ ଆମକୁ ତାଙ୍କୁ ସ୍ମରଣ କରିବାକୁ ହବ। ତାର ଉପାୟ ମୋ ପାଖରେ ଅଛି ଋଷିବର। ପୁତ୍ର, ମୁଁ କ୍ଷମା ଚାହୁଁଛି ମୋର ପୂର୍ବର ଆଚରଣ ପାଇଁ, କିନ୍ତୁ ତମେ କାହିଁକି ଜାଣିବାକୁ ଚାହୁଁଛ ଆମ କୁଳ, ଆମ ବଂଶଜଙ୍କ ବିଷୟରେ? ଇକ୍ଷ୍ୱାକୁ ବଂଶର ଗୌରବ ଗାଥା ମୁଁ ମୋ ମାତାଙ୍କଠୁ ଶୁଣିଛି। ମୋର ସୌଭାଗ୍ୟ ହେବ ଯେ ମୁଁ ଆପଣଙ୍କ ମୁଖରୁ ସେଇ ମହାନ କୁଳ ବିଷୟରେ ଯଦି ଜାଣିପାରେ। ତମେ ତ ମୋର ଅତିଥି, ତମର ଇଚ୍ଛା ପୂର୍ଣ୍ଣ କରିବା ମୋର ଧର୍ମ। ଆସ। ଇଏ ହେଉଛନ୍ତି ମହାରାଜ ଇକ୍ଷ୍ୱାକୁ। ପୌରାଣିକ ପରମ୍ପରା ଅନୁସାରେ ମହାରାଜ ଇକ୍ଷ୍ୱାକୁ ସୂର୍ଯ୍ୟଙ୍କ ପୁତ୍ର ବୈବସ୍ୱତ ମନୁଙ୍କର ପୁତ୍ର ଥିଲେ। ତାଙ୍କ ଭଳି ପ୍ରଜାବତ୍ସଳ ରାଜା ଇତିହାସରେ ବିରଳ। ଆଉ ୟାଙ୍କୁ ଦେଖ, ରାଜା ହରିଶ୍ଚନ୍ଦ୍ର, ଯାହାଙ୍କର ସତ୍ୟନିଷ୍ଠା ଆଜି ବି ତିନି ଲୋକରେ ବିଖ୍ୟାତ। ଆଉ ଇଏ ହେଲେ ମୋର ଜେଜେ ମହାରାଜ ରଘୁ। ୟାଙ୍କ ପ୍ରତାପ କାରଣରୁ ଆମ କୁଳର ନାମ ରଘୁକୁଳ ହେଇଛି। ଦେଖିଲ ତମେ, କିଭଳି କିଭଳି ରାଜା ଥିଲେ ମୋ କୁଳରେ। ଗର୍ବ କରେ ମୁଁ ମୋ ବଂଶଜଙ୍କ ଉପରେ। ପ୍ରଣମୀୟ କୁଳ ମୋର। ତେବେ କୁଳର ବିଜୟ ଗାଥାରେ ବିରାମ କାହିଁକି ଲଗାଉଛନ୍ତି? ଅର୍ଥାତ୍ ଯଦି ମୋର କୌଣସି ଭୁଲ ହେଇଥାଏ, ତେବେ ଆପଣ ମୋ ମାତା ପିତାଙ୍କୁ ଦଣ୍ଡିତ କରିବେ ନା ସୁମେରୁ କୁଳକୁ? ନାଇଁ ପୁତ୍ର,
कदापि नुहे। ସେଇଭଳି ଭାବେ ପୁତ୍ର ବିୟୋଗର ଅଭିଶାପ ଆପଣଙ୍କ ଉପରେ ଲାଗୁ ହେଇଛି, ଆପଣଙ୍କ କୁଳ ଉପରେ ନୁହଁ। କାରଣ ଭୁଲ କେବଳ ଆପଣଙ୍କର ହେଇଥିଲା। ସେଇ ଭୁଲର ଦଣ୍ଡ ମୁଁ ନିଜକୁ ଦଉଛି ମାରୁତି। ଆପଣଙ୍କର ଯୋଉ ଭୁଲ ହେଇଛି ମହାରାଜ, ତାର ପ୍ରାୟଶ୍ଚିତ ସମ୍ଭବ, ପରନ୍ତୁ ଆପଣ ଯୋଉ ଭୁଲ କରି ଦଣ୍ଡ ଆପଣଙ୍କ କୁଳକୁ ଦଉଛନ୍ତି, ତାର ପ୍ରାୟଶ୍ଚିତ କିପରି ହେଇପାରିବ? ଯଦି ବାନପ୍ରସ୍ଥ ଚାଲିଯିବେ, ତେବେ ରଘୁକୁଳର ରୀତିକୁ କିଏ ଆଗକୁ ବଢେଇବ? ସୂର୍ଯ୍ୟ ବଂଶର ଗାରିମାକୁ କିଏ ଶିକ୍ଷାର ଉପରକୁ ନେଇଯିବ? ଆପଣ କଣ ଚାହୁଁଛନ୍ତି ଆପଣଙ୍କ କୁଳର ମହାନତା ଆପଣଙ୍କ ସହିତ ହିଁ ସମାପ୍ତ ହେଇଯାଉ? ବାସ୍ ମାରୁତି, ବାସ୍ ବାସ୍ ପୁତ୍ର। ତମେ ମୋର ଆଖି ଖୋଲିଦେଲ। ଆତ୍ମଗ୍ଲାନିରେ ମୁଁ ମୋର କୁଳର ସର୍ବନାଶ କରି ବସିଥାନ୍ତି। ମୁଁ ବାନପ୍ରସ୍ଥର ଇଚ୍ଛା ତ୍ୟାଗ କରିଦେବି ପୁତ୍ର। ମୁଁ ରାଜା ଦଶରଥ ପ୍ରତିଜ୍ଞା କରୁଛି ଯେ ମୁଁ ମୋ କୁଳର ବଂଶଜଙ୍କୁ ଜନ୍ମ ଦେବି, ଆଉ ଅଯୋଧ୍ୟାକୁ ତାର ଉତ୍ତରାଧିକାରୀ ଦେବି ମାରୁତି, ଅବଶ୍ୟ ଦେବି। ତେବେ ମହାରାଜ, ପ୍ରଣାମ ଗୁରୁଦେବ। ପ୍ରଣାମ ଗୁରୁଦେବ। ଆପଣଙ୍କ ସହମତି ନିମନ୍ତେ ପୁତ୍ର କାମେଷ୍ଟି ଯଜ୍ଞ କରିବାକୁ ହବ। ପୁତ୍ର କାମେଷ୍ଟି ଯଜ୍ଞ ଦ୍ୱାରା ପ୍ରାପ୍ତ ପୁତ୍ର ଆଦର୍ଶ ଏବଂ ସମଗ୍ର ସଂସାରରେ ଅଦ୍ୱିତୀୟ ପ୍ରତିଭାର ଅଧିକାରୀ ହେବ। ଏହି ଯଜ୍ଞ ଦ୍ୱାରା ପ୍ରାପ୍ତ ପୁତ୍ର ଯୁଗ ଯୁଗ ପର୍ଯ୍ୟନ୍ତ ଆପଣଙ୍କ କୁଳର ଖ୍ୟାତିର କାରଣ ହେଇଯିବ। ମହାରାଜ ଦଶରଥ, ଆପଣଙ୍କ ପୁତ୍ର କାମେଷ୍ଟି ଯଜ୍ଞ ସଫଳ ହୋଇଛି। ଏବେ ଆପଣଙ୍କୁ ଆପଣଙ୍କ ପୁଣ୍ୟକର୍ମ ଦ୍ୱାରା ପୁତ୍ରରତ୍ନ ପ୍ରାପ୍ତ ହେବ। ଏହି ପାତ୍ର ଗ୍ରହଣ କରନ୍ତୁ। ଏଇଥିରେ ଯୋଉ ଦ୍ରବ୍ୟ ଅଛି, ଏଇଟା ଆପଣଙ୍କ ହିଁ ପୁଣ୍ୟର ଫଳ। ୟାକୁ ନିଜ ପତ୍ନୀଙ୍କୁ ଗ୍ରହଣ କରିବାକୁ ଦିଅନ୍ତୁ। ଆପଣଙ୍କୁ କୋଟି କୋଟି ଧନ୍ୟବାଦ। ଏହା ଦ୍ୱାରା ଆପଣଙ୍କୁ ଏକ ଏଭଳି ଧର୍ମ ସ୍ଥାପନାକାରୀ ପୁତ୍ର ପ୍ରାପ୍ତି ହେବ, ଯାହାର କଳ୍ପନା ଆପଣ କେବେ କରିନଥିବେ। କୁଆ ଯଜ୍ଞ ପୁରୁଷଙ୍କର ଜୟ। କୁଆ ମହାରାଜ ଦଶରଥଙ୍କର ଜୟ। ମହାରାଜ ଦଶରଥଙ୍କର ମୁଁ ତମ ପାଖରେ କୃତଜ୍ଞ ପୁତ୍ର ମାରୁତି। ଏସବୁ ତମରି କାରଣରୁ ହେଇଛି। ଏବେ ହେଇନାହିଁ ମହାରାଜ, ହବାକୁ ଯାଉଛି। ଅତି ଶୀଘ୍ର ରାଜମାତା ମାନଙ୍କୁ এই ଯଜ୍ଞ ଫଳ ଗ୍ରହଣ କରାନ୍ତୁ, ଯେମିତିକି ସମଗ୍ର ସଂସାର ଅଧୀରତାର ସହ ଯାହାଙ୍କୁ ପ୍ରତିଜ୍ଞା କରିଥିଲା ତାଙ୍କର ଆଗମନ ହେଇପାରିବ। श्री राम जय जय राम
जय श्री राम। प्रणाम महाराज। दिव्य खेरी रूप में मते यज्ञ फल प्राप्त होइछि जहाकू तमे 3 जन को सेवन करबाक हबो। अरे बा नानी खीरी तो अति स्वादिष्ट होइछि। आउ आवश्यक ए निया। धन्यवाद धन्यवाद। तीन राजमाता माने तो खीरी खाई देले, परंतु एमानको मध्यरु मो प्रभुଙ୍କ माता किए? हे प्रभु, मु किंतु आउ प्रतीक्षा करि बालुनी। प्रभु एबे आपनको अवतार समय आसी जाइछि। शान्ताकारं भुजगशयनं पद्मनाभं सुरेशम्। आपनको स्वागत करबा पई ए भक्त केबेठु नयन प्रसारी बसिछि। प्रभु एबे त आसी जांतो मो राम, आसी जांतो ना प्रभु, मो राम प्रभु। महाराजा महाराजा बधेई महाराजा आपण को पुत्र प्राप्ति हेछि महाराजा। हे ईश्वर आपन को कोटि कोटि धन्यवाद। मो प्रभु आसी गले। जय श्री राम। संकटरू तुम्हें उद्धार करा, तेणु संकट मोचन ना तुमरा।